ଜୟ ନିଗମ ଉପଦେଶ ଛାତ୍ରମାନଙ୍କ ପ୍ରତି ପରିପୂର୍ଣ୍ଣ ଜୀବନର ଗଠନ। ଛାତ୍ରାଣାମ ଅଧ୍ୟୟନଂ ତପଃ, ଛାତ୍ରମାନଙ୍କର ଅଧ୍ୟୟନ ହିଁ ତପସ୍ୟା। ଅର୍ଥାତ୍ ଛାତ୍ରମାନେ ଅଧ୍ୟୟନ ନିମିତ୍ତ ସମସ୍ତ ଚେଷ୍ଟା ଓ ଶକ୍ତି ବିନିଯୋଗ କରିବେ। ଏହି ସମୟରେ ଅନ୍ୟବିଧ ଚିନ୍ତା ଓ ଅନ୍ୟ ଚେଷ୍ଟାରେ ଚିତ୍ତର ଗତି ବିଭିନ୍ନମୁଖୀ ହେଲେ ଏକାଗ୍ରତା ଜମିବାକୁ ବାଧା ଘଟେ। ସୁତରାଂ ସମ୍ୟକ୍ ଭାବରେ ଜ୍ଞାନାର୍ଜନ ହୋଇପାରେ ନାହିଁ। ଏଥିପାଇଁ ପ୍ରାଚୀନ କାଳରେ ଆମ ଦେଶରେ ଛାତ୍ରଛାତ୍ରୀମାନେ ଗୁରୁଗୃହରେ ରହି ବ୍ରହ୍ମଚର୍ଯ୍ୟ ବ୍ରତ ଅବଲମ୍ବନ କରି ଜ୍ଞାନାର୍ଜନରେ ରତ ହେଉଥିଲେ। ପ୍ରକୃତିର ଉନ୍ମୁକ୍ତ ଉଦାର କୃତ୍ରିମତା ବର୍ଜିତ ନିଭୃତ ଲୀଳାକ୍ଷେତ୍ରରେ ସଦ୍ଗୁରୁଙ୍କ ସନ୍ନିଧାନରେ ଏହି ଆଶ୍ରମ ଜୀବନ ଅତିବାହିତ ହେଉଥିଲା। ଏଠାରେ ସଂସାରର ଆବିଳତା ସ୍ଥାନ ପାଉନଥିଲା। ସୁତରାଂ ଛାତ୍ର ଜୀବନରେ ମଧ୍ୟ କୌଣସି ପ୍ରକାରର ଆବିଳତା ପ୍ରବେଶ କରିପାରୁନଥିଲା। ଏମାନଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ସ୍ୱଭାବ ଅନୁକୂଳରେ ଗଠିତ ହେଉଥିଲା। ଅକାଳ ପକ୍ୱତା ଦୋଷ ସେମାନଙ୍କ ଭିତରେ ଦେଖାଯାଉନଥିଲା। ଏମାନେ ରାଜା ପ୍ରଜା ଧନୀ ନିର୍ଧନ ନିର୍ବିଶେଷରେ ମନୁଷ୍ୟ ସନ୍ତାନ ରୂପରେ ପ୍ରତିପାଳିତ ହେଉଥିଲେ। ସୁତରାଂ ଆଭିଜାତ୍ୟ ଓ ପଦମର୍ଯ୍ୟାଦାର ଗର୍ବ ଏମାନଙ୍କର ଶିକ୍ଷା ପଥରେ ପ୍ରତିବନ୍ଧକ ହେଉନଥିଲା। ଯାହା ଭିତରେ ଯେଉଁ ବୀଜ ଥାଏ ତାହା ହିଁ ସୁପରିଣିତ ହୋଇ ଉପଯୁକ୍ତ ସମୟରେ ଫଳ ପୁଷ୍ପ ଓ ସୁଶୋଭିତ ହେଉଥିଲା। ଶାସ୍ତ୍ରାଦିରେ ଯେଉଁ ସବୁ ସତ୍ୟ ଲିପିବଦ୍ଧ ଅଛି, ଛାତ୍ର ଜୀବନରେ ପରୀକ୍ଷା କରି ତାହାର ସତ୍ୟତା ଉପଲବ୍ଧି କରିବାକୁ ମଧ୍ୟ ଏମାନଙ୍କର ସୁଯୋଗ ଘଟୁଥିଲା। ସର୍ବୋପରି ଆଚାର୍ଯ୍ୟ ଓ ଗୁରୁ ଏମାନଙ୍କ ନିକଟରେ ଜୀବନ୍ତ ଶାସ୍ତ୍ର ବୋଲି ପ୍ରତିଭାତ ହେଉଥିଲେ। ସୁତରାଂ ଶ୍ରେଷ୍ଠ ବ୍ୟକ୍ତି ଯେପରି ଆଚରଣ କରନ୍ତି, ତଦିତର ବ୍ୟକ୍ତି ତାହାର ଅନୁକରଣ କରିଥାନ୍ତି। ଏହି ସତ୍ୟ ସଫଳ ହେଉଥିବାରୁ ଛାତ୍ରମାନଙ୍କ ଜୀବନ ମଧୁମୟ ହେଉଥିଲା। ଶିକ୍ଷା କାଳରେ ଯେଉଁମାନଙ୍କର ଜିହ୍ୱା ଓ ଉପସ୍ଥ ସଂଯତ ହୋଇପାରୁଥିଲା, ସେମାନେ ସତ୍ୟାନୁଶୀଳନ ଓ ଜଗତର ହିତ ନିମିତ୍ତ ଜୀବନ ଉତ୍ସର୍ଗ କରୁଥିଲେ। ଆଉ ଯେଉଁମାନେ ଏହି ଉଭୟ ପ୍ରଭାବରୁ ରକ୍ଷା ପାଇବାକୁ ଅକ୍ଷମ ହେଉଥିଲେ, ସେମାନଙ୍କୁ ଗାର୍ହସ୍ଥାଶ୍ରମ ପ୍ରବେଶ କରି ଦ୍ୱିତୀୟ ଥର ପାଇଁ ପରୀକ୍ଷା ଦେବାକୁ ପଡ଼ୁଥିଲା। ପୂର୍ବର ସଂଯମ ଶିକ୍ଷା ଓ ଆଦର୍ଶ ପ୍ରବଳ ଥିବାରୁ ସେମାନେ ସେତେବେଳେ ଏହି ପରୀକ୍ଷାରେ ଅବାଧରେ ଉତ୍ତୀର୍ଣ୍ଣ ହୋଇପାରୁଥିଲେ। ସେତେବେଳେ ସେମାନେ ପୁଣି ଉଚ୍ଚରୁ ଉଚ୍ଚତର ଜ୍ଞାନ ଲାଭ ନିମିତ୍ତ ପ୍ରୟାସୀ ହୋଇ ତଦନୁକୂଳ ଜୀବନଯାପନ କରି ପୂର୍ଣ୍ଣତା ଲାଭ କରୁଥିଲେ। ଏହିପରି ଭାବରେ ପ୍ରତ୍ୟେକଙ୍କର ଜୀବନରେ ପୂର୍ଣ୍ଣତା ଲାଭ କରିବା ହିଁ ସେକାଳର ଆଦର୍ଶ ଥିଲା। ସେ ଯୁଗରେ ଏପରି ଭାବରେ ସମାଜ ସଂଗଠିତ ହେଉଥିଲା ଯେ ଏହାର ଶିକ୍ଷାକ୍ଷେତ୍ର ସବୁଠାରେ ଏବଂ ସମସ୍ତ ବ୍ୟବସ୍ଥା ହିଁ ମନୁଷ୍ୟ ଜୀବନର ସାର୍ବଭୌମ ଲକ୍ଷ୍ୟଭୂମି ଥିଲା। ଏହି ଶିକ୍ଷାରେ ଧନୀ ଦରିଦ୍ର ବ୍ରାହ୍ମଣ ଅବ୍ରାହ୍ମଣ କାହାରି ମଧ୍ୟରେ ବିରୋଧ ନଥିଲା। ମନୁଷ୍ୟ ମାତ୍ରକେ ଏହି ପ୍ରକାର ଆଶ୍ରମ ଚତୁଷ୍ଟୟ ମଧ୍ୟରେ ଜୀବନଯାପନ କରି ସେହି ଗୋଟିଏ ଲକ୍ଷ୍ୟପଥରେ ଧାବିତ ହେଉଥିଲେ। ସମାଜ ଶୃଙ୍ଖଳା ଭିତରେ ମଧ୍ୟ କୌଣସି ବିରୋଧ ଉପସ୍ଥିତ ହେବାର କାରଣ ନଥିଲା। ଗୁଣକର୍ମ ଅନୁସାରେ ସମାଜର ବିଭିନ୍ନ ସ୍ତର ଥିଲେ ମଧ୍ୟ ଲକ୍ଷ୍ୟ ଏକ ଥିବାରୁ ସମସ୍ତଙ୍କ ଭିତରେ ସହଯୋଗିତା ଥିଲା। ବିରୋଧ ଘଟିବାର କୌଣସି କାରଣ ନଥିଲା। ପରବର୍ତ୍ତୀ ଅଧ୍ୟାୟ ଆମୂଳ ପରିବର୍ତ୍ତନ ଆବଶ୍ୟକ। ଜୟ ଗୁରୁ।